ଏକ ସୁନ୍ଦର ଜଙ୍ଗଲରେ ଅନେକ ପଶୁପକ୍ଷୀ ରହୁଥିଲେ। ସେମାନେ ନିଜ ନିଜ କାମରେ ବ୍ୟସ୍ତ ରହୁଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଏକତା ନଥିଲା। ତେବେ ସେଠାରେ ଗୋଟିଏ ପାରା ଏବଂ ଗୋଟିଏ ଠେକୁଆ ଭିତରେ ଖୁବ୍ ଭଲ ମିତ୍ରତା ଥିଲା। ଠେକୁଆଟି ତେଜ ଏବଂ ଚଞ୍ଚଳ ସ୍ୱଭାବର ଥିଲା। ଏହି ଦୁଇ ସାଙ୍ଗ ଜଙ୍ଗଲ ଭିତରେ ଖେଳୁଥିଲେ ଏବଂ ଖାଦ୍ୟ ସନ୍ଧାନ କରି ନିଜ ନିଜ ଭିତରେ ବାଣ୍ଟି ଖାଉଥିଲେ। ଏମିତି ଗୋଟିଏ ଦିନ ସେମାନେ ଘଞ୍ଚ ଜଙ୍ଗଲକୁ ଚାଲିଗଲେ, ଯେଉଁଠି ଏକ ଦୁଷ୍ଟ ଶିଆଳ ଥିଲା। ଶିଆଳଟି ଏହି ଦୁଇ ମିତ୍ରଙ୍କୁ ଦେଖି ଈର୍ଷା ହେଲା ଏବଂ ସେ ଦୁହିଁଙ୍କୁ ଖାଇବାକୁ ଯୋଜନା କଲା। ସେ ଠେକୁଆକୁ ଛଳନା କରି କହିଲା, ତୁମେ ଏତେ ଚଞ୍ଚଳ ଏବଂ ବୁଦ୍ଧିମାନ, ମୁଁ ଏବେ ପୁରା ଜଙ୍ଗଲରେ ଏହା ଘୋଷଣା କରିଦେବି ଯେ ତୁମେ ସବୁଠାରୁ ଏ ଜଙ୍ଗଲର ବେଗମାନ ଜୀବ। ଏହି କଥା ଶୁଣି ଠେକୁଆଟି ଖୁସି ହୋଇଗଲା ଏବଂ ଶିଆଳ କଥାରେ ମନ ଲଗାଇଦେଲା। ଶିଆଳ କହିଲା, ଚାଲ ଏକ ପରୀକ୍ଷା କରିବା। ଏହା ଶୁଣି ପାରା ସନ୍ଦେହ କଲା ଏବଂ ଠେକୁଆକୁ ସତର୍କ କଲା, କିନ୍ତୁ ଠେକୁଆ ପାରା କଥାକୁ ଅଣଦେଖା କଲା। ଶିଆଳ କହିଲା, ଠେକୁଆ ଏକ ଦୂର ଦିଗକୁ ଯାଇ ପୁଣି ସେଠାରୁ ଫେରିବା ଉଚିତ। ଠେକୁଆ ଯେତେବେଳେ ଦୂରକୁ ଗଲା, ଶିଆଳ ପାରାକୁ ଧରି ଖାଇବା ପାଇଁ ଚେଷ୍ଟା କଲା, କିନ୍ତୁ ଚତୁର ପାରା ତାର ସାଙ୍ଗ ପକ୍ଷୀମାନଙ୍କୁ ପାଖକୁ ଡାକିଲା ଏବଂ ସେମାନେ ଏକାଠି ହୋଇ ଶିଆଳକୁ ଆକ୍ରମଣ କଲେ। ଏହା ଦେଖି ଠେକୁଆ ବୁଝିଗଲା ସେ ଭୁଲ କରିଛି। ପାରାକୁ ଆସି କ୍ଷମା ମାଗିଲା ଏବଂ କହିଲା, ସଚ୍ଚା ମିତ୍ରର କଥାକୁ କେବେ ଅଣଦେଖା କରିବା କଥା ନୁହଁ।